ଆଜିର ଶୁଭ ଅଭିନନ୍ଦନ। ଓମ୍ ଶ୍ରୀ ଗଣେଶାୟ ନମ। ଆଜିର ଦିନଟି ମଙ୍ଗଳମୟ ହେଉ। ସମୟର ଚକ୍ରରେ ପ୍ରତିଟି ଦିନ ନୂଆ ସୁଯୋଗ ଏବଂ ନୂଆ ଆହ୍ୱାନ ନେଇ ଆସିଥାଏ। ଗ୍ରହ ନକ୍ଷତ୍ରଙ୍କ ଚଳନ ଆମ ଜୀବନରେ ଗତିପଥକୁ ନିର୍ଦ୍ଧାରଣ କରିଥାଏ। ତେବେ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ ସମୟରେ ଶୁଭ କାର୍ଯ୍ୟ କଲେ ସଫଳତା ମିଳିବ ଏବଂ କେଉଁ ସମୟରେ ସତର୍କ ରହିବା ଆବଶ୍ୟକ, ସେ ସମସ୍ତ ବିଷୟରେ ଜାଣିବା ପାଇଁ ଆସନ୍ତୁ ନଜର ପକାଇବା ଆଜିର ପଞ୍ଚାଙ୍ଗ ଏବଂ ରାଶିଫଳ ଉପରେ। ଆଜିର ପଞ୍ଚାଙ୍ଗ: ମେଷ 25 ଦିନ, ମେ 8 ତାରିଖ, ବୈଶାଖ 18 ଦିନ, ଶୁକ୍ରବାର। ତିଥି ଷଷ୍ଠୀ, ଦିବା 12ଟା 22 ମିନିଟ୍ ପର୍ଯ୍ୟନ୍ତ, ନକ୍ଷତ୍ର ଉତ୍ତରାଷାଢ଼ା, ରାତ୍ରି 9ଟା 20 ମିନିଟ୍ ପର୍ଯ୍ୟନ୍ତ, ତାପରେ ଶ୍ରବଣା। ଚନ୍ଦ୍ର ମକର ରାଶିରେ, ଅହୋରାତ୍ର, ଘାତବାର ବିଛା, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଘାତବାର। ଶୁଭ କର୍ମ ଓ ସମୟ: ଆଜି ଦିନଟି ଅନେକ ମାଙ୍ଗଳିକ କାର୍ଯ୍ୟ ପାଇଁ ଅନୁକୂଳ ଅଟେ। ବିବାହ ଓ ପାଣି ଗ୍ରହଣ ରାତ୍ରି 9ଟା 20 ମିନିଟ୍ ପରେ, ଶ୍ରବଣା ନକ୍ଷତ୍ରରେ ଶୁଭ ବ୍ରତୋପନୟନ। ଆଜି ଦିନଟି ବ୍ରତ ପାଇଁ ପ୍ରଶସ୍ତ। ଅମୃତ ବେଳା: ସକାଳ 6ଟା 5 ମିନିଟ୍ରୁ ଦିବା 1ଟା 1 ମିନିଟ୍, ଅପରାହ୍ନ 4ଟା 29ରୁ ସନ୍ଧ୍ୟା 5ଟା 21 ମିନିଟ୍ ପର୍ଯ୍ୟନ୍ତ। ମହେନ୍ଦ୍ର ବେଳା: ରାତି 12ଟା 49ରୁ ରାତି 3ଟା 1 ମିନିଟ୍, ବିଳମ୍ବିତ ରାତ୍ରି। ସତର୍କତା ଓ ବାରଣ: ଖାଦ୍ୟ ଦିବା 12ଟା 22 ପରେ ତାଳ ଖାଇବା ନିଷେଧ। ଯାତ୍ରା: ଆଜି ଯାତ୍ରା ମନା। ରାହୁ କାଳ: ଦିବା 10ଟା 6 ମିନିଟ୍ରୁ 11ଟା 43 ମିନିଟ୍ ପର୍ଯ୍ୟନ୍ତ। ଏହି ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପୁଷ୍କର ଦୋଷ: ମୃତ୍ୟୁ ହେଲେ 1 ପାଦ ଓ ପରେ 2 ପାଦ ପୁଷ୍କର ଦୋଷ ଲାଗୁଛି। ରାଶିଫଳ: ଆଜି କେଉଁ ରାଶି ପାଇଁ ଦିନଟି କିପରି ରହିବ, ଆସନ୍ତୁ ଜାଣିବା। ମେଷ ରାଶି: ମେଷ ରାଶିର ବ୍ୟକ୍ତିମାନେ ସ୍ୱାଭାବିକ ଭାବରେ ଶକ୍ତିଶାଳୀ, ସାହସୀ ଏବଂ ନେତୃତ୍ୱ ନେବାରେ ନିପୁଣ। ଏହି ସ୍ୱଭାବ ଆଜି ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ, କିନ୍ତୁ ଆପଣଙ୍କୁ ନିଜର ଆବେଗପୂର୍ଣ୍ଣତାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଚେଷ୍ଟା କରିବେ, ମାତ୍ର ହଠାତ୍ ପଦକ୍ଷେପ ନେବା କ୍ଷତିକାରକ ହୋଇପାରେ। ଆର୍ଥିକ ଲାଭର ସମ୍ଭାବନା ଅଛି, କିନ୍ତୁ ଶୈଳୀ ଓ ସଉକ ପାଇଁ ଖର୍ଚ୍ଚ ବଢ଼ିପାରେ। ପରିବାରରେ କୋମଳ ଆଚରଣ ରଖନ୍ତୁ। ପ୍ରେମ ଜୀବନ ଭଲ ରହିବ, କିନ୍ତୁ ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ। ବୃଷ ରାଶି: ଆପଣ ସ୍ୱଭାବିତ ସ୍ଥିର, ଧୈର୍ଯ୍ୟବାନ ଏବଂ ଭୌତିକ ସୁଖକୁ ମୂଲ୍ୟ ଦିଅନ୍ତି। ଆଜି ଆର୍ଥିକ ଏବଂ ପାରିବାରିକ ଜୀବନରେ ସ୍ଥିରତା ଆସିବ। କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବା ଆରମ୍ଭ ହେବ। ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରହିବା ଆଜି ଆପଣଙ୍କ ପାଇଁ ଲାଭଦାୟକ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହ ପରିବାରରେ ଶାନ୍ତି ବିରାଜମାନ କରିବ। ପ୍ରେମ ସମ୍ପର୍କରେ ସାଥୀଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବ ବୃଦ୍ଧି ପାଇବ। ମିଥୁନ ରାଶି: ଆପଣଙ୍କର ଚତୁରତା ଓ କଥାବାର୍ତ୍ତାର ଶୈଳୀ ଆଜି ଆପଣଙ୍କୁ ନୂତନ ସୁଯୋଗ ଆଡ଼କୁ ନେଇଯିବ। କାର୍ଯ୍ୟକ୍ଷେତ୍ରରେ ଆପଣ ନିଜ ଚିନ୍ତାଧାରା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ଏକାଧିକ କାର୍ଯ୍ୟ କରିବା ସମୟରେ ବିଭ୍ରାନ୍ତିରୁ ବଞ୍ଚନ୍ତୁ। ମାର୍କେଟିଂ, ଗଣମାଧ୍ୟମ କିମ୍ବା ବ୍ୟବସାୟରେ ଜଡ଼ିତ ଥିଲେ ଆର୍ଥିକ ଲାଭ ମିଳିପାରେ। ପରିବାର ଓ ବନ୍ଧୁଙ୍କ ସହ ସମୟ ଆନନ୍ଦଦାୟକ ହେବ। କର୍କଟ ରାଶି: ଆଜି ଆପଣଙ୍କର ଭାବନା ଗଭୀର ହେବ ଏବଂ ପ୍ରିୟଜନଙ୍କ ସହ ଅଧିକ ସଂଯୁକ୍ତ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ କିଛି ଚାପ ରହିପାରେ, କିନ୍ତୁ ଧୈର୍ଯ୍ୟର ସହ ପରିସ୍ଥିତିକୁ ସାମ୍ନା କରିବେ। ଘର କିମ୍ବା ପରିବାର ପାଇଁ
ଖର୍ଚ୍ଚ ବଢ଼ିପାରେ। ପରିବାରରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ପ୍ରେମ ଜୀବନରେ ଅଧିକ ଚିନ୍ତା କରିବା ଅନୁଚିତ। ସିଂହ ରାଶି, ଆତ୍ମବିଶ୍ୱାସ ଆଜି ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଲୋକେ ଆପଣଙ୍କୁ ସମ୍ମାନ ଦେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣ ନିଜର ଜୀବନଶୈଳୀ ଓ ପ୍ରତିଷ୍ଠା ଉପରେ କିଛି ଖର୍ଚ୍ଚ କରିପାରନ୍ତି। ପରିବାରରେ ଆପଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ଏବଂ ପ୍ରେମ ଜୀବନ ମଧୁର ହେବ। ବନ୍ଧୁଗଣ, କନ୍ୟା ରାଶି, ଆପଣ ପ୍ରତ୍ୟେକ କାର୍ଯ୍ୟକୁ ସଠିକତାର ସହ ଶେଷ କରିବାକୁ ଚେଷ୍ଟା କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ, କିନ୍ତୁ ନିଜକୁ ଅତ୍ୟଧିକ ପରିଶ୍ରମରେ କ୍ଳାନ୍ତ କରନ୍ତୁ ନାହିଁ। ଆର୍ଥିକ ନିଷ୍ପତ୍ତି ବୁଦ୍ଧିମାନର ସହ ନିଅନ୍ତୁ। ପରିବାର ସହିତ ସମୟ ବିତାଇଲେ ମାନସିକ ଶାନ୍ତି ମିଳିବ। ପ୍ରେମ ଜୀବନରେ ନିଜ ଭାବନାକୁ ଖୋଲାଖୋଲି ପ୍ରକାଶ କରନ୍ତୁ। ତୁଳା ରାଶି, ଆଜି ଆପଣଙ୍କ ଜୀବନରେ ସନ୍ତୁଳନ ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ଉତ୍ତମ ସମନ୍ୱୟ ରହିବ ଓ ପୁରୁଣା ବିବାଦର ସମାଧାନ ହେବ। ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁବାନ୍ଧବଙ୍କ ସହ ମିଳାମିଶା ଆନନ୍ଦ ଦେବ। ପ୍ରେମ ଜୀବନରେ ରୋମାନ୍ସ ଓ ମଧୁରତା ବୃଦ୍ଧି ପାଇବ। ବିଛା ରାଶି, ଆଜି ଆପଣ ନିଜ ଲକ୍ଷ୍ୟ ପ୍ରତି ଅତ୍ୟନ୍ତ ଗଭୀର ରହିବେ। କାର୍ଯ୍ୟକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆସିପାରେ, କିନ୍ତୁ ଆପଣଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଆପଣ ସଫଳ ହେବେ। ଆର୍ଥିକ କ୍ଷେତ୍ରରେ ସତର୍କ ରୁହନ୍ତୁ। ପରିବାରରେ ସାମାନ୍ୟ ଉତ୍ତେଜନା ଦେଖାଦେଇପାରେ, ତେଣୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଧନୁ ରାଶି, ସକାରାତ୍ମକ ମନୋଭାବ ଆପଣଙ୍କୁ ଆଗକୁ ନେବ। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ଆପଣ କିଛି ନୂଆ ଶିଖିବାକୁ ଆଗ୍ରହ ପ୍ରକାଶ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାର ସହିତ ଖୁସିର ସମୟ ଅତିବାହିତ କରିବେ। ପ୍ରେମ ଜୀବନରେ ସ୍ୱାଧୀନତା ଓ ବୁଝାମଣା ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ। ମକର ରାଶି, ଅନୁଶାସିତ ଓ ପରିଶ୍ରମୀ ହୋଇଥିବାରୁ ଆଜି ଆପଣ ନିଜ କାର୍ଯ୍ୟରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରିବେ। ଧୀରେ ଧୀରେ ହେଲେ ମଧ୍ୟ ଆପଣ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପାରିବାରିକ ସମ୍ପର୍କ ମଜବୁତ ହେବ। ପ୍ରେମ ଜୀବନ ପାଇଁ କିଛି ସମୟ ବାହାର କରିବା ଆବଶ୍ୟକ। କୁମ୍ଭ ରାଶି, କୁମ୍ଭ ରାଶିର ବ୍ୟକ୍ତିମାନେ ସୃଜନଶୀଳ, ସ୍ୱାଧୀନ ଚିନ୍ତାଧାରା ସମ୍ପନ୍ନ ଏବଂ ନୂତନ ବିଚାରକୁ ଗ୍ରହଣ କରନ୍ତି। ଆଜି ଆପଣ କିଛି ଅଲଗା ଏବଂ ନୂଆ କରିବାକୁ ଚେଷ୍ଟା କରିବେ, ଯାହା ଆପଣଙ୍କୁ ସ୍ୱତନ୍ତ୍ର ପରିଚୟ ଦେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଆଇଡିଆକୁ ସମସ୍ତେ ପ୍ରଶଂସା କରିବେ। ଆର୍ଥିକ ମାମଲାରେ ସୁଧାର ଆସିବ। ପ୍ରେମ ଜୀବନରେ ନୂଆ ଅନୁଭୂତି ମିଳିପାରେ। ବନ୍ଧୁଗଣ, ମୀନ ରାଶି, ମୀନ ରାଶିର ଲୋକେମାନେ ଭାବୁକ, କଳ୍ପନାଶୀଳ ଏବଂ ଆଧ୍ୟାତ୍ମିକ। ଆଜି ଆପଣ ନିଜ ଭିତରର ଅନ୍ତର୍ବନ୍ଧକୁ ବୁଝିବାକୁ ଚେଷ୍ଟା କରିବେ ଏବଂ ଆତ୍ମଚିନ୍ତନରେ ସମୟ ବିତାଇବେ। କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ପ୍ରଗତି ହେବ। ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ। ପରିବାରରେ ଆପଣଙ୍କ ପାଇଁ ଭାବପ୍ରବଳ ସାହାରା ଦେବ। ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ଧ୍ୟାନ ଉପକାରୀ ହେବ। 8 ମଇ 2026 ଦିନଟି ସୁଖ ସମୃଦ୍ଧି ଏବଂ ସମ୍ପର୍କର ସନ୍ତୁଳନ ପାଇଁ ଶୁଭ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ସଠିକ ଦିଶାରେ ଆଗକୁ ବଢ଼ନ୍ତୁ। ସତର୍କ ସୂଚନା, ଏହି ଭିଡ଼ିଓରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ସାଧାରଣ ଜ୍ଞାନ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ସୂଚନାଗୁଡ଼ିକ ବିଭିନ୍ନ ଉତ୍ସରୁ ସଂଗ୍ରହ କରାଯାଇଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ
ଦୟାକରି ସମ୍ବନ୍ଧିତ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଏହି ଭିଡ଼ିଓରେ ସୂଚନାକୁ ନେଇ କୌଣସି ପ୍ରକାରର ଲାଭ ବା କ୍ଷତି ପାଇଁ ଚ୍ୟାନେଲ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।